ବାହାଘରର କିଛି ମାସ ପରେ ଚାଲିଗଲା ନବବଧୂର ଜୀବନ। ସଂସାର ଆରମ୍ଭ କରିବା ପୂର୍ବରୁ ଲିଭିଗଲା ଜୀବନ ଦୀପ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ତେର୍ତାଙ୍କ ଗ୍ରାମରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି। ଗ୍ରାମର ଫକୀର ମହାନ୍ତିଙ୍କ ବଡ଼ ପୁଅ ରାକେଶ ମହାନ୍ତିଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ରଘୁନାଥପୁର ଥାନା ଗ୍ୱାଳିପୁର ଅଞ୍ଚଳର ନୃସିଂହ ଚରଣ ପଟ୍ଟନାୟକଙ୍କ ଝିଅ ସୋନାଲି ପଟ୍ଟନାୟକଙ୍କୁ ବିବାହ କରିଥିଲେ। ବିବାହର 7 ମାସ ହୋଇଥିବା ବେଳେ ଗତକାଲି ସୋମବାର ଶାଶୁ ଘରେ ବନ୍ଦ ଘରୁ ବୋହୂ ସୋନାଲିର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏନେଇ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଶାଶୁଘରର ପରିବାର ସଦସ୍ୟଙ୍କ ନାମରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ସମେତ ତିର୍ତ୍ତୋଲର ଅତିରିକ୍ତ ତହସିଲଦାର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ସମୟରେ ପୋଲିସକୁ ଏକ ଡାଏରୀ ହସ୍ତଗତ ହୋଇଛି। ଡାଏରୀରେ କିଛି ଉଲ୍ଲେଖ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବିବାହର କିଛି ଦିନ ପରେ ଝିଅ ସୋନାଲି ଓ ଜ୍ୱାଇଁ ରାକେଶଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଏ ସମ୍ପର୍କରେ ସୋନାଲି ବାରମ୍ବାର ନିଜ ବାପ ଘରକୁ ଜଣାଇବା ସହିତ ଶାଶୁ ଶ୍ୱଶୁର ଓ ସାଇ ପଡ଼ିଶାଙ୍କୁ ମଧ୍ୟ ଅବଗତ କରାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାକେଶ ଅନେକ ସମୟରେ ମଦ୍ୟପାନ କରି ଝିଅ ସୋନାଲିକୁ ମାରପିଟ୍ କରୁଥିବା ଶୁଣିବାକୁ ମିଳୁଥିଲା। ସୋନାଲିଙ୍କ ଶ୍ୱଶୁର କହିଛନ୍ତି ଏକ କୁକୁଡ଼ା ଫାର୍ମ କରିବାକୁ ଶ୍ୱଶୁରଙ୍କୁ 2 ଲକ୍ଷ ଟଙ୍କା ମାଗୁଥିଲେ, କିନ୍ତୁ 2 ଲକ୍ଷ ଟଙ୍କା ଶ୍ୱଶୁର ଦେଇପାରିନଥିଲେ। ଜ୍ୱାଇଁ ନିଜ ପାରିଶ୍ରମିକରେ କୁକୁଡ଼ା ଫାର୍ମ କରିବା ସହିତ ଏକ ଗ୍ୟାସ୍ ଏଜେନ୍ସିରେ କାମ କରୁଥିଲେ। ସୋନାଲିଙ୍କ ଶ୍ୱଶୁର କହିଛନ୍ତି ପୂର୍ବଦିନ ରାତିରେ କିଛି ଝଗଡ଼ା ହୋଇନଥିବା ବେଳେ ବୋହୂ କିଛି ଖାଇନଥିଲା। ପୁଅ ବୋହୂ ଏକାଠି ଶୋଇଥିବା ବେଳେ ସକାଳ ହେଲା ବେଳକୁ ବୋହୂ ପୁଅ ପାଖରେ ନଥିଲା। ଏହାପରେ ଶ୍ୱଶୁର ଘର ଲୋକେ ଖୋଜାଖୋଜି କରିଥିଲେ ଏବଂ ଏକ ଘର ବନ୍ଦ ରହିଥିଲା, ଯାହାଫଳରେ ସନ୍ଦେହ ହୋଇଥିଲା। ଘର ଖୋଲିବା ପରେ ସୋନାଲିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏନେଇ ପରିବାର ଲୋକେ ତିର୍ତ୍ତୋଲ ଥାନାରେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଜଗତସିଂହପୁରର ଉମାକାନ୍ତ ପାତ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।